You shut up! বে কইছো তাকু ମୋ ରଣେନ୍ଦ୍ର ପ୍ରତାପ ରାୟ ମହାପାତ୍ର କିଙ୍ଗ ମେକର ଯାହାକୁ ଯୋଉଠି ଯେତେବେଳେ ଚାहे ସେଇଠି ବସେଇ ଦିଏ ଅଣ୍ଡରଷ୍ଟାଣ୍ଡ ଆଇ ଥିଙ୍କ ୟୁ ବେଟର ଅଣ୍ଡରଷ୍ଟାଣ୍ଡ ସବୁ ପରେ ଆମେ କଳାକାର ତାପରେ ହଉଛନ୍ତି ମାଲିକ ଆଚ୍ଛା ଆମେ ଯୋଉ କଳାଟା ପ୍ରଦର୍ଶନ କରୁଛନ୍ତି ଗୋଟେ ସଂସ୍ଥା ରହିଲେ କି ଆପଣ ଜଣେ ମାଲିକ ଆପଣ ଗୋଟେ ସଂସ୍ଥା କଲେ ଆମେ ସେଠି କଳା ପ୍ରଦର୍ଶନ କରିବୁ ଯଦି ଆପଣ ସଂସ୍ଥା ନ କରିବେ ଆମେ କୋଉଠି କରିବୁ ରାସ୍ତାରେ ନା ବିଲରେ ନା ବାଡିରେ କଲେ କିଏ ଦେଖିବ ତେଣୁ ସବୁ ପରେ ମାଲିକ ଆଉ କଳାକାର ଭିତରେ ସାମଞ୍ଜସ୍ୟ ରହିବା ଦରକାର ମାଲିକ ଚାହୁଁଛନ୍ତି ହଁ ମୋର ଏଇ ଇଏ କଳାକାରଟା ହଉଛି ବଡ ସିଏ ହଉଛି ସାନ ଚାହୁଁଛନ୍ତି କିନ୍ତୁ ମାଲିକ ମାନଙ୍କ ଭିତରେ ତାଙ୍କ ଭିତରେ ମିଳନଟା ରହିବା ଦରକାର ଆଉ କଳାକାରଙ୍କ ଭିତରେ ମାନେ ସବୁ ପରେ ଯେ ଆଜି 5ଟା କଳାକାରକୁ ନେଇକି ଯାତ୍ରା ଇଣ୍ଡଷ୍ଟ୍ରି ବଞ୍ଚିଯିବ ତା ମାନେ ନୁହଁ 5ଟା 50ଟା ଅନୁଷ୍ଠାନ ଅଛି 5ଟା କଳାକାର କିଏ ହାଇଲାଇଟ କଳାକାର ଅଛନ୍ତି ତାଙ୍କୁ ନେଇ ତାପରେ ବି 50ଟା କଳାକାର ବଞ୍ଚୁଛନ୍ତି ନାଇଁ ସବୁ ପରେ ହଉଛନ୍ତି ମାଲିକ ତାପରେ କଳାକାର ମୁଁ ହଉଛି ଅଭିନ୍ନ ପାଢୀ ମୁଁ କୋଣାର୍କ ଅର୍ଣ୍ଣଟରେ ଦୀର୍ଘ 10 ବର୍ଷ କାର୍ଯ୍ୟରତ ଥିଲି ତାପରେ କଳିଙ୍ଗ ଗଣନାଟ୍ୟରେ 5 ବର୍ଷ ତାପରେ ଧଉଳିରେ 3 ବର୍ଷ ତାପରେ ବାଘା ଯତୀନରେ ବର୍ଷେ ତାପରେ ଚକଲେଟ ରଙ୍ଗମଞ୍ଚ ତାପରେ ହଉଛି ଯାଜ୍ଞସେନୀ ବିଗତ ବର୍ଷ ଭିତରେ ଯାଜ୍ଞସେନୀରୁ ବର୍ତ୍ତମାନ ମୁଁ ଆସିଛି ଗ୍ରାଣ୍ଡ ମହଲ ମୋ ପାଇଁ ନୂଆ ମାଲିକ ନୂଆ ଆଉ ମୋର ଯିଏ ମତେ ଆଣିକି ଯାତ୍ରା ଜଗତରେ ଏଇ ଅନୁଷ୍ଠାନରେ ପହଞ୍ଚିଛନ୍ତି ବିପ୍ଳବ ବାବୁ ସିଏ ମୋର ଯାତ୍ରା ଜଗତରେ ସିଏ ଜଣେ ସୁପରିଚିତ ଏବଂ ଭଲ ପରିଚାଳକ ବର୍ତ୍ତମାନ କୌଣସି ସ୍ଥାୟୀ ଅବସ୍ଥା ନଥିଲେ ବି ସେ ଆମକୁ ଏଇ ଜାଗାରେ ନେଇ ପହଞ୍ଚିଛନ୍ତି ମୁହଁ ଦେଖିଥିଲେ ଲୋକ ଜାଣିବେ ଅଭିନ୍ନ ପାଢୀ କହିଲେ ଲୋକ ଜାଣିବେ ଭିଲିଆନ ପଜିଟିଭ ନେଗେଟିଭ ସବୁ ଚରିତ୍ର ମୁଁ କରେ ଭାଇ ଆଣି ମତେ ପହଞ୍ଚେଇଛନ୍ତି ଜାଗାରେ ମୋର ସବୁ ପରେ ବହୁତ ପୁରୁଣା ଅନୁଷ୍ଠାନ କାମ କରି ଆସିଛି କିନ୍ତୁ ବିପ୍ଳବ ଭାଇ କି ବିପ୍ଳବ ବାବୁ ମୋ ସାଙ୍ଗ ହୁଅନ୍ତୁ ଭାଇ ହୁଅନ୍ତୁ ଗୋଟେ ଜାଗାକୁ ଆଣିକି ମତେ ପହଞ୍ଚେଇଛନ୍ତି ମୋର ଲକ୍ଷ୍ୟ ଯେ କେମିତି ଆମେ ଅନୁଷ୍ଠାନକୁ ଆଗକୁ ନବୁ 30 ବର୍ଷର ଏକ୍ସପିରିଏନ୍ସ ଆପଣ ଦେଖିବାକୁ ଗଲେ କଣ ନୂଆ ଶିଖିଛନ୍ତି ଆପଣ ମାନେ ଏଇ ଯାତ୍ରା କଣ୍ଟ୍ରୋଭର୍ସି ଚାଲିଛି କଣ୍ଟ୍ରୋଭର୍ସି ଭିତରେ ମତେ ପୁରାନ୍ତୁନି ନା ନା ସମସ୍ତେ ଯଦି ଫାଟି ଦେବେ ତାହେଲେ ପଚାରିବା କଣ କାହାକୁ ପଚାରିବି ଆଜ୍ଞା କହିଲେ ଫେର ଶୁଣନ୍ତୁ ଇଏ ତ ରଥୀ ମହାରଥୀ ଏଠି ମୁଣ୍ଡ ଗଡି ଯାଉଛି ଆମେ କିଏ ଶଳା କହୁଛନ୍ତି ତାପରେ ଭୁଲ ମାଗୁଛନ୍ତି ଆଜ୍ଞା ଶଳା କହିଦେଲି ଭୁଲ ହେଇଗଲା କହିବ କାହିଁକି ଭୁଲ ମାଗିବ କାହିଁକି ଏଇ ଯୋଉ ଚାଲିଛି କଣ୍ଟ୍ରୋଭର୍ସି ଘର ଭିତରେ ପରିବାର ଭିତରେ କଣ କଣ୍ଟ୍ରୋଭର୍ସି କଣ ଆଜ୍ଞା ଶୁଣନ୍ତୁ ସବୁ ପରେ ହଉଛି ଆମେ ହଉଛୁ ଯାତ୍ରାକୁ ନେଇ ବଞ୍ଚିଛନ୍ତି ପରିବାର ହେଇ ଚଳିବ ନିହାତି କଳାକାର ମାଲିକ ରାଇଟର ଡିରେକ୍ଟର ସମସ୍ତେ ଅଭିନୟ କରୁଛନ୍ତି ନିହାତି ଆଜ୍ଞା କାହା ଅଭିନୟ ବାସ୍ତବାଦୀ ଆମେ ଅନୁଭବ କରିବା କାହା ଅଭିନୟ କଣ ସମସ୍ତେ ଅଭିନୟ କରୁନା ଯାହାକୁ ପଚାରିଲା କହୁଛନ୍ତି ପରିବାର ଆମ ଅଭିନୟ ଆମର ଏଟା କିଛି ଝଗଡା ନାହିଁ ଏଇଟା କଣ କଥା ଅଭିନୟ ସରିବ ନା ସରିଯିବ ରାତି ଆଉ ସବୁ ଦେଶଟା ଗଣମାଧ୍ୟମ ଉପରେ ହଁ ଗଣମାଧ୍ୟମ ଉପରେ ଇରେ ତମେ କହୁଛ ବୋଲି ଗଣମାଧ୍ୟମ ଯେ ତମ ପାଖରେ ପହଞ୍ଚୁନି ନା ଆଉ ସବୁ ପରେ ଆମେ ଆସୁଛନ୍ତି ଆମ ପରିବାରକୁ ଚଳଉଛନ୍ତି ଆମେ ଗୋଟେ କଳାରେ ବଞ୍ଚିଛନ୍ତି ସବୁ ପରେ ଯିଏ ସଂସ୍ଥାଟେ କରିଛି ସିଏ ସଂସ୍ଥାଟେ କରିଛି ବୋଲି ଆମେ ସେଠି ଯାଇ ମଞ୍ଚରେ ଅଭିନୟ କରୁଛନ୍ତି ତେଣୁ ଆମେ ଅଭିନୟ କରିଲେ ସେ ଆମକୁ ଲୋକ ଦେଖିବେ ଯଦି ମଞ୍ଚ ନଥିବ ଯେ ମଞ୍ଚ ଯିଏ ତିଆରି କରିବା ଲୋକଟା ଯଦି ନଥିବ ଆମକୁ କିଏ ଦେଖିବ ଏମିତିକା ଛୋଟ ବଡ଼ ଖବର ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନ୍ୟୁଜ୍ଟିକୁ ସେୟାର କରନ୍ତୁ।